ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କଲେ ଅନ୍ତୋଦୟ ଗୃହ ଯୋଜନାରେ ପୀଡ଼ିତା ପଦ୍ମିନୀ ସାହୁ। ମିଳିଲା ଆଶ୍ୱାସନା। ବିଡିଓ କହିଲେ ମିଳିବ ଅତିରିକ୍ତ ଆଂଶିକ ସହାୟତା ଅର୍ଥରାଶି। ରାସୋଳ ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶିତା ପାଇଁ ପଦ୍ମିନୀଙ୍କୁ ମିଳିବ ଅଧା ବୋନସ୍। ବିଳମ୍ବ ହେଲେ ସୁଧା ମିଳିବ ସମ୍ପୂର୍ଣ୍ଣ 90 ଦିନର ଶ୍ରମିକ ବାବଦକୁ ଖର୍ଚ୍ଚ। 8/6/2026 ସୋମବାର। ହିନ୍ଦୋଳ, ଢେଙ୍କାନାଳ। ତେବେ ଘଟଣାକ୍ରମେ ଅନ୍ତୋଦୟ ଗୃହ ଯୋଜନାରେ ଲାଞ୍ଚ ନେଲେ 1000 ନୁହେଁ କି 2000, ପୁରା 20,000 ଟଙ୍କା ଲାଞ୍ଚ ନେଲେ। ଆହୁରି ମାଗୁଥିଲେ। ନ ମିଳିବାରୁ ବ୍ଲକରେ ବିଳମ୍ବରେ ଜଣାଇଲେ। ହିତାଧିକାରୀ ସରକାର ଯୋଜନା ମୁତାବକ ପାଇବାକୁ ଥିବା ଅର୍ଥରାଶିରୁ ବଞ୍ଚିତ ହେଲେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାସୋଳ ଗ୍ରାମ ପଞ୍ଚାୟତର 14 ନମ୍ବର ୱାର୍ଡ ରାମପାଳ ସାହିରେ। ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅନ୍ତୋଦୟ ଗୃହ ଯୋଜନା ହିତାଧିକାରୀ ଅସହାୟ ବିଧବା ମହିଳା ପଦ୍ମିନୀ ସାହୁ। ଆବଶ୍ୟକୀୟ ତଦନ୍ତ ପାଇଁ ଆଜି ହିନ୍ଦୋଳ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡକ୍ଟର କଲ୍ୟାଣ ସୌରଭ ଦାସ ପଦ୍ମିନୀ ସାହୁଙ୍କର ଅଭିଯୋଗ ପତ୍ରକୁ ଗୁରୁତ୍ୱ ଦେଇ ତାଙ୍କର ଅସୁବିଧା ସମ୍ପର୍କରେ ବୁଝିଥିଲେ ଓ ଅଧସ୍ତନ କର୍ମଚାରୀଙ୍କୁ ତତ୍ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଡିଓ ମହାଶୟ ତଥ୍ୟ ପାଇବା ପରେ ପଦ୍ମିନୀ ସାହୁଙ୍କର ଗୃହ 178 ଦିନରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସେ ସମ୍ପୂର୍ଣ୍ଣ ବୋନସ୍ ଟଙ୍କା 20,000 ବଦଳରେ ଅଧା ଟଙ୍କା 10,000 ପାଇବେ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ତତ୍ସହିତ ଜବ୍ କାର୍ଡର ଅପଡେଟ୍ ପରେ ବିଳମ୍ବ ହେଲେ ମଧ୍ୟ 90 ଦିନର ଧାର୍ଯ୍ୟ ଶ୍ରମିକ ବାବଦକୁ ଖର୍ଚ୍ଚ ରାଶି ପାଇବେ ବୋଲି ଆଶ୍ୱାସନା ଦେବା ସହିତ ଏପିଓ ତପସ୍ୱିନୀ ମ୍ୟାଡାମଙ୍କୁ ପଦ୍ମିନୀଙ୍କ ସମସ୍ୟା ସମାଧାନ ନିମିତ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଁ ପଦ୍ମିନୀ ସାହୁ, ରାସୋଳ ଗ୍ରାମ ପଞ୍ଚାୟତର ଘର ରାମପାଳ ସାହି, ୱାର୍ଡ ନମ୍ବର 14। ଆଜି ଆପଣ ଯେଉଁ ଆସିଛନ୍ତି ବ୍ଲକ କଲେକ୍ଟରଙ୍କ ବିରୁଦ୍ଧରେ କ'ଣ ଅଭିଯୋଗ ନେଇକି ଆପଣ ଆସିଛନ୍ତି? ମୋର ଅନ୍ତୋଦୟ ଗୃହ ଯୋଜନା ଗୋଟେ ମିଳିଥିଲା। ମୋତେ ମୋଠୁ ପଇସା ପତ୍ର ନେଲେ। ମୁଁ ପଚାରିବାରୁ ମୋତେ କହିଲେ ତୁମର ଆଉ ହେବନି। ପଇସା ନେଲେ ଲାଞ୍ଚ? ଏଡିଓ ନର୍ମଦା ପ୍ରଧାନ, ତା ସାଙ୍ଗରେ ବାବୁ ସାହୁ ନାଉକିଆର। ତମର ପ୍ରଥମ କିସ୍ତି କେବେ ଆସିଥିଲା ଅନ୍ତୋଦୟ ଗୃହ? ମୋର ପ୍ରଥମ କିସ୍ତି ଆସିଥିଲା 10/10/2025ରେ। ସେକେଣ୍ଡ କିସ୍ତି ଆସିଥିଲା 11/11/2025ରେ। ତମର କାମ କେବେଠୁ ଆରମ୍ଭ ହେଇଥିଲା? କାମ ହେଇଥିଲା 10/10ରେ। ଆଚ୍ଛା, ଯୋଉ କୋଉ ଦିନ ତମଠୁ ସେମାନେ ଲାଞ୍ଚ ନେଇଥିଲେ? ଲାଞ୍ଚ ଫାଷ୍ଟ କିସ୍ତିରେ ନେଇଥିଲେ। ମୁଁ ନାହିଁ କଲା ହେତୁ ମୋତେ କହିଲେ ତମର ଯଦି ନଦେବ ତାହେଲେ ତମର ଆମେ କିଛି କରିଦେବୁନୁ, କାଟିଦେବୁ। ମୁଁ ଡରି ମରିକିନି ଦେଲି। ସେଠୁ ସେକେଣ୍ଡ କିସ୍ତିରେ ପୁଣି ମାଗିଲେ। ମୁଁ କହିଲି ମୁଁ କେଉଁଠୁ ଆଣିବି? ସେଠୁ କହିଲେ ତମର କାଟିଦେବୁ। ମୁଁ ଡରିକିନି ମୋତେ ଏମିତି କଲେ ଯେ ମୁଁ ଡରିକି ପୁଣି 10,000 ଟଙ୍କା ଲାଞ୍ଚ ଦେଲି। ଏଡିଓ ନର୍ମଦା ପ୍ରଧାନ, ତା ସାଙ୍ଗରେ ବାବୁ ସାହୁ। ଆଚ୍ଛା, ତମର ଯୋଉ ଘର କାମ କେତେ ଦିନରେ କାମ କମ୍ପ୍ଲିଟ୍ ହେଇଥିଲା? ମୁଁ 70 ଦିନରେ କାମ କମ୍ପ୍ଲିଟ୍ କରିଛି। 70 ଦିନରେ କାମ କମ୍ପ୍ଲିଟ୍ ହେଇଥିଲା ବୋଲି ପ୍ରମାଣ କ'ଣ ଅଛି? ପ୍ରମାଣ ମିସ୍ତ୍ରୀ ଯେ ରାଜମିସ୍ତ୍ରୀ ସେ ଘର କମ୍ପ୍ଲିଟ୍ କରିଛି ବୋଲି ସେ ରଖିଛି। ଆଚ୍ଛା, ବର୍ତ୍ତମାନ ଯୋଉ ଲାଞ୍ଚ ତମଠୁ ନେଲେ ସେମାନେ କ'ଣ କହିକି ତମଠୁ ନେଇଥିଲେ? ସିଏ କହିଲେ ତମର ଆମେ ସବୁ କରିଦେବୁ, ତମେ କୋଉଠିକି ଯିବା ଦରକାର ନାହିଁ, ତମର ଲେବର କାର୍ଡ କରିଦେବୁ, ତମର ବୋନସ୍ ମିଳିବ, ସବୁ ମିଳିବ ମୋତେ କହିକିନି ମୋର ଆଣିକି ଦେଲେ। ତାପରେ ମୋତେ ଲେଟ୍ ହେଲା ଯେତେବେଳେ ମୁଁ ଆସିଲି, ମୋତେ ଅଫିସରେ କହିଲେ ତମର ଆଉ ଟାଇମ୍ ଗଲାଣି ଭାରି, ତମର ଆଉ ମିଳିବନି। ମୁଁ ତ 70 ଦିନରେ ଘର କଲି, ମୋର 178 ଦିନ ହେଲା। କେମିତି 178 ଦିନରେ ତମେ ଜାଣିଲ କେମିତି 178 ଦିନ ହେଇଛି ବୋଲି? ମୁଁ ବ୍ଲକକୁ ଆସିଲି। ତମର ଶେଷ କିସ୍ତି କେବେ ପାଇଥିଲ? ମୋର ତୃତୀୟ କିସ୍ତି ମିଳିଲା 21/5/2026ରେ। 21/5/2026। 178 ଦିନ ସେ ହିସାବ କରୁଛନ୍ତି। କିଏ ତମକୁ କହିଲେ ଏଇଟା? 178 ଦିନ ମୁଁ ଆଇଥିଲି ମିଟିଂ। ଯେଉଁ କଲେକ୍ଟର ମିଟିଂ ପଡ଼ିଥିଲା, ସେ ମିଟିଂ ଯେଉଁ ଆସିଲି ସେ ମୋତେ ପଚାରିଲେ। ମୁଁ କହିଲି, ସେ ମୋତେ କହିଲେ ତମର 78 ଦିନରେ 178 ଦିନ କାମ ହେଇଛି, ତମକୁ 10,000 ମିଳିବ, 20,000 ମିଳିବ ନାହିଁ। ସେଠୁ କହିଲେ ଲେବର କାର୍ଡ ତ ନାହିଁ, ମୋତେ ଘର ଦେଲେ କେମିତି? ମୋର ଲେଟ୍ ହେଲା କେମିତି? ତ ବର୍ତ୍ତମାନ ତମେ କ'ଣ ଚାହୁଁଛ? ବର୍ତ୍ତମାନ କ'ଣ ହେଲା? ଯୋଉ କ'ଣ ଅସୁବିଧା ତମର ହେଲା? ବର୍ତ୍ତମାନ ତମେ ତ ପାଇବ, ତ ବର୍ତ୍ତମାନ 10,000 ଟଙ୍କା ପାଇବ, ତାହେଲେ କ'ଣ ଅସୁବିଧା ହେଲା? ମୁଁ ତ 70 ଦିନରେ ଘର କଲି, ମୋର 20,000 ପାଇବା କଥା। 178 ଦିନ ହେଲା କେମିତି ମୋର ପଇସା କଟିଲା କେମିତି? ତ ବର୍ତ୍ତମାନ ତମେ ପଦକ୍ଷେପ କ'ଣ ନେବ? ସାର୍ କ'ଣ କହିଲେ ତମକୁ? ସାର୍ ମୋତେ କହିଲେ ତମର ମିଳିବ, ଆଉ ତମକୁ ଯିଏ ନାଚ ନେଇଛି ତମଠୁ ତମେ ତା ନାଁରେ ଥାନାରେ କେସ୍ କର। ବର୍ତ୍ତମାନ ଆମର ଯୋଉ ଗୋଟେ ଅଭିଯୋଗ ଆସିଛି ପଦ୍ମିନୀ ସାହୁ, ୱାର୍ଡ ନମ୍ବର 14ର ରାସୋଳ ଗ୍ରାମ ପଞ୍ଚାୟତରୁ ଅନ୍ତୋଦୟ ଗୃହ ଯୋଜନାରେ ତାଙ୍କର ପଇସା ପାଇବାରେ ବିଳମ୍ବ ହୋଇଛି। କ'ଣ ବର୍ତ୍ତମାନ ତାଙ୍କର ଷ୍ଟାଟସ୍ କ'ଣ ଅଛି?
ଦେଖନ୍ତୁ ମୁଁ ଦେଖୁଥିଲି ଅଭିଯୋଗଟା ତ ଆସିଛି, ମୁଁ ଦେଖୁଥିଲି ତାଙ୍କର ଆମେ MGNREGAରୁ ଯେଉଁ ଦେବା କଥା 90 ଦିନର ପଇସାଟା ସେ ତାର ଗୋଟେ କୋଡ଼ ବାହାରିକି ଗୋଟେ କୋଡ଼ଟେ ବାହାରେ ଆକ୍ଚୁଆଲି ଗୋଟେ କୋଡ଼ ଜେନେରେଟ୍ କରାଯାଇକି ତାକୁ ଆପ୍ରୁଭାଲ୍ କରାଯାଏ। DRDରେ ଆପ୍ରୁଭାଲ୍ ହେଇକି ଆସିଲା ପରେ ଆମେ ତାକୁ MGNREG ଯେମିତି ତାର ପ୍ରୋସିଜିଅର ସେମିତି ପଇସାଟା ଦେଉ। ତ ମୁଁ ଏବେ ଚେକ୍ କରୁଥିଲି ଯେ ତାଙ୍କର ଗୋଟେ କୋଡ଼ଟା ବାହାରିଛି ଡିସେମ୍ବର ମାସରୁ 25-26ର, କିନ୍ତୁ ଟିକେ ଟେକ୍ନିକାଲ ଇସ୍ୟୁ ଯୋଗୁଁ ଆମ ଜେଇଙ୍କ କହିବା ହିସାବରେ ତାଙ୍କ ଲଗ୍ଇନ୍କୁ ଯେଉଁ ସିକ୍ୟୁର ଏଷ୍ଟିମେଟ୍ କରାଯାଏ ସେଇଠିକୁ ଯାଇପାରି ନାହିଁ ବା ସେଠି ଯାଉନାହିଁ। ଆମେ ବହୁତ ଥର ଚେଷ୍ଟା କଲା ପରେ ଯେହେତୁ ଯାଇପାରିନି ସେଇପାଇଁ ତାଙ୍କର ଆପ୍ରୁଭାଲ୍ ହେଇପାରିନି, ପଇସାଟା 90 ଡେଜ୍ରେ ଆମେ ଦେଇପାରୁ। ଏବେ ବର୍ତ୍ତମାନ ଯେହେତୁ ସେଟା ଗତ ବର୍ଷ ତାଙ୍କର କୋଡ଼ ବାହାରିଥିଲା ସେଇ କୋଡ଼ଟାକୁ ଆମେ ଡିଲିଟ୍ କରିକି ପୁଣି ନୂଆ କୋଡ଼ ଦେବୁ ତାଙ୍କୁ। ନୂଆ କୋଡ଼ ଦେଇକି ଆମେ ଚେଷ୍ଟା କରୁ ଯେତେ ଶୀଘ୍ର ସମ୍ଭବ ଆପ୍ରୁଭାଲ୍ DRDରୁ ଆଣିକି ତାଙ୍କ ପଇସାଟା ଆମେ ମାସେ 1.5 ମାସ ଭିତରେ ନିଶ୍ଚୟ ଯେମିତିରେ ତାଙ୍କ ପୁରା ପଇସା 90 ଡେଜ୍ରେ ପଇସା ଦେଇଦେବା ବ୍ୟବସ୍ଥା। ମ୍ୟାଡ଼ାମ୍ ଆଉ ଗୋଟେ ଜିନିଷ ହେଲା ଯେ ତାଙ୍କର ସେ ଅଭିଯୋଗ ଆଣୁଛନ୍ତି ଯେ 70 ଦିନ ଭିତରେ ସେ କାମ ସାରିଛନ୍ତି, 90 ଦିନ ପରେ କିନ୍ତୁ 78 ଦିନ ତାଙ୍କର କାମ ଆସିଛି ବୋଲି ରେକର୍ଡ ଆସିଛି। ତ ସେ ସମ୍ପର୍କରେ ଆପଣ କ'ଣ କହିବେ? ତାଙ୍କର ବୋନସ୍ ପଇସା କେତେ ମିଳିବ, କ'ଣ ମିଳିବ? ଦେଖନ୍ତୁ ସେଇଟା ମୋ ସେକ୍ସନ୍ ନୁହଁ, ମୋର ଖାଲି କେବଳ MGNREG ସେକ୍ସନ୍ ଯେହେତୁ ଆମେ ତାଙ୍କୁ 90 ଦିନ ପାଇଁ ଏଣ୍ଟାଇଟେଲ୍ ଆମେ ତାଙ୍କୁ ପଇସା ଦେବା ପାଇଁ ସେଇ ବ୍ୟବସ୍ଥାଟା ମୁଁ କରେଇପାରିବି। ବାକି ତ ଅନ୍ୟମାନେ ତାଙ୍କ ସେକ୍ସନ୍ ବୁଝିବେ କିମ୍ବା ଭିଡ଼ିଓ କହିପାରିବେ। ଧନ୍ୟବାଦ। ତେବେ ପଦ୍ମିନୀଙ୍କ ସହିତ ହୋଇଥିବା ଲାଞ୍ଚ କାରବାରକୁ ନେଇ ପଦ୍ମିନୀ ନିଜେ ଥାନାର ଦ୍ୱାରସ୍ଥ ହେବା ପାଇଁ ଭିଡ଼ିଓ ପରାମର୍ଶ ଦେଇଥିଲେ। ପୀଡ଼ିତା ପଦ୍ମିନୀ ସାହୁ ଯାହା କୁହନ୍ତି, ରାସୋଳ ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ ଡାଟା ଏଣ୍ଟ୍ରି ଅପରେଟର ନର୍ମଦା ପ୍ରଧାନ ଓ ସହାୟକ ବାବୁ ସାହୁ ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇବା ପରେ ଘରକୁ ଆସି ପରିବାରବର୍ଗଙ୍କ ସାମ୍ନାରେ ପ୍ରତ୍ୟେକ ଥର 10,000 ଟଙ୍କା ଲେଖାଏଁ ସର୍ବମୋଟ 20,000 ଟଙ୍କା ଲାଞ୍ଚ ନେବା ପରେ ମଧ୍ୟ 70 ଦିନରେ ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ବି ଆହୁରି ଅର୍ଥ ଆଶା କରୁଥିବା ବେଳେ ପଦ୍ମିନୀ ସାହୁ ନ ଦେବାରୁ ଜାଣିଶୁଣି ଗୃହ ନିର୍ମାଣ କାର୍ଯ୍ୟ ପରିସମାପ୍ତିର ଭୁଲ ତଥ୍ୟ ଅର୍ଥାତ୍ ବିଳମ୍ବରେ ବ୍ଲକ ଅଫିସକୁ ଜଣାଇଥିଲେ। ଯାହାଫଳରେ ଅର୍ଥ ପାଇବାରେ ବିଳମ୍ବ ହେବା ସାଙ୍ଗକୁ ବୋନସ୍ 20,000 ଟଙ୍କା ପାଇବାକୁ ଥିବା ବେଳେ ଏବେ ମାତ୍ର 10,000 ଟଙ୍କା ପାଇବେ। ହିନ୍ଦୋଳରୁ ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ, ସମଗ୍ର ଓଡ଼ିଶା ସେବା ଅଭିଯାନ।